ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆଜିର ଶୀର୍ଷକ ନିରତେ ସାଧୁ ଜନପ୍ରୀତି ନାମ ଯେ ବନ୍ଧୁ ମହାନ୍ତି। ଖୁବ୍ ସଂସାରୀ ମଣିଷଟିଏ ମଧ୍ୟ ପ୍ରଭୁ କୃପାର ଅଧିକାରୀ ହୋଇପାରେ, କିନ୍ତୁ ତା ପାଇଁ ଲୋଡ଼ା ସେଇ ଗୋଟିଏ କଥା, ଭାବ ଭକ୍ତିର ସାଧନା। ଆହାର ସୁଖ ସଂସାରରେ ଥିବା ଏ ସଂସାରୀ ମଣିଷମାନଙ୍କ ଭିତରେ ଭିକ୍ଷା ମାଗି ନିଜର 5 ପ୍ରାଣୀ କୁଟୁମ୍ବ ପୋଷିଥିବା ସୁଦୂର ଯାଜପୁର ବାସିନ୍ଦା ବନ୍ଧୁ ମହାନ୍ତି କିନ୍ତୁ ଥିଲେ ନିଆରା। ଦୁଃଖ ପାଇଁ ଶୋଚନା କରୁନଥିବା, ସର୍ବଦା ଆନନ୍ଦରେ ରହୁଥିବା, ନିରତ ସାଧୁ ପ୍ରୀତିରେ ରହି ଶ୍ରୀହରିଙ୍କ ପାଦରେ ମତି ରଖିଥିବା ମଣିଷ ବନ୍ଧୁ ମହାନ୍ତି। ସର୍ବଦା ସଦାନନ୍ଦମୟ, ଦୁଃଖକୁ ଶୋଚନା ନଥାଏ, ଏଣୁ ଶ୍ରୀ ହରି ପାଦେ ମତି, ନିରତେ ସାଧୁ ଜନେ ପ୍ରୀତି। ସେ ସାତ୍ତ୍ୱିକ ଗୁଣର ଅଧିକାରୀ, ସଂସାରର ମଧ୍ୟରେ ରହି ମଧ୍ୟ ସଂସାର କର୍ମ ପ୍ରତି ଉଦାର ଭାବ, ସର୍ବଦା ସତ୍ୟର ଲୟ, ସମସ୍ତ ଜୀବନରେ ଦୟା, ଧାର୍ମିକ, ହରିଭକ୍ତ ଓ ବିପ୍ରମାନଙ୍କର ଉପାସନାକାରୀ ଏବଂ କେବଳ ଭଗବାନଙ୍କର ଭାବ ଭକ୍ତିରେ ବନ୍ଧା। ହରିଭକ୍ତେ ମହାଲୟ, ସତ୍ୟ ଧାର୍ମିକ ବିପ୍ରପ୍ରିୟ, ସଂସାର କର୍ମେ ସେ ଉଦାର, ଜାଣଇ ନାମ ଏକା ସାର। ଯେହେତୁ ସଂସାର ବନ୍ଧନରେ ଅଛନ୍ତି, ତେଣୁ ସୁଖ ଦୁଃଖ ତ ନିଶ୍ଚୟ ଆସିବ। ଏମିତି ଦିନେ ଆସିବ, ଦୁର୍ଦ୍ଦିନ ଯାଜପୁର ଅଞ୍ଚଳରେ ପଡ଼ିଲା ଦୁର୍ଭିକ୍ଷ। ଏମନ୍ତେ କେତେ ଦିନ ଗଲା, ଦଇବେ କାତର ପଡ଼ିଲା, ପ୍ରାଣୀଙ୍କୁ ନ ମିଳେ ଭୋଜନ, ଦୁର୍ଭିକ୍ଷେ ମଲେ ବହୁଜନ। ଭିକ୍ଷା କରି ଜୀବନ ଧାରଣ କରୁଥିବା ବନ୍ଧୁ ମହାନ୍ତିଙ୍କୁ ଭିକ୍ଷା ଦେବ କିଏ? ତାଙ୍କ ସାରା ପରିବାରର ଉପାସ। ପତ୍ନୀ କହିଲେ, ବହୁ ଦୂରରେ ତୁମର ପରା କିଏ ବନ୍ଧୁ ଅଛନ୍ତି, ଖୁବ୍ ବଡ଼ ଲୋକ, ଚାଲ ତାଙ୍କ ପାଖକୁ ଯିବା। ତୁମେ ପରା କହୁଥିଲ, ସେ ପ୍ରସନ୍ନ ହେଲେ ସବୁ ଦୁଃଖ ଦୁର୍ଦ୍ଦଶା ଘୁଞ୍ଚିଯିବ, ତାଙ୍କର ସେବା କରି ଏ କାଳ କାନ୍ତରରୁ ବଞ୍ଚିବା। ଠିକ୍ ସମୟରେ ଠିକ୍ ପରାମର୍ଶ ଦେବା ପତ୍ନୀର କର୍ତ୍ତବ୍ୟ। ପତିଙ୍କର ଜଣେ ଉପଯୁକ୍ତ ସହଧର୍ମିଣୀ ହିସାବରେ ନିଜର ସୁପରାମର୍ଶ ଦେବା ସହ ପତ୍ନୀ ବଳ ମଧ୍ୟ ଦେଲେ। ନିଜର ସାନ ପିଲାଙ୍କୁ କାଖ କରି କିଛି ବ୍ୟବହାରର ପଦାର୍ଥ ମୁଣ୍ଡରେ ଧରି ବାହାରି ପଡ଼ିଲେ ପତି ସାଙ୍ଗରେ। ବନ୍ଧୁ ମହାନ୍ତିଙ୍କର ଆଉ ବନ୍ଧୁ କିଏ? ମନେ ପଡ଼ିଲା ଜଗତର ନାଥ ଜଗନ୍ନାଥ। ତେଣୁ ଦୁହେଁ ଆଗେଇ ଚାଲିଲେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରକୁ। ମନରେ ପରମ ଆନନ୍ଦ। ଲୀଳାମୟଙ୍କର ଲୀଳା ଅପାର। ଭକ୍ତର ଗରିମା ପ୍ରକଟ ପାଇଁ ରଚିଲେ ଛୋଟିଆ ଲୀଳାଟିଏ। ସିଂହଦ୍ୱାରରେ ଲଗାଇଲେ ଆକଟ। ତେଣୁ ବନ୍ଧୁ ମହାନ୍ତି ମନ୍ଦିର ଭିତରକୁ ପ୍ରବେଶ କରି ନ ପାରି ଚାଲିଗଲେ ଦକ୍ଷିଣ ଦ୍ୱାର ନିକଟ ପେଜ ନଳା ପାଖକୁ। ସହଜରେ ପଥ ଶାନ୍ତ, ତେଣୁ ପେଜ ମୁଦେ ମୁଦେ ପିଇ ଆନନ୍ଦରେ ନିଦ୍ରା କଲେ। ପତ୍ନୀ ଓ ପିଲାମାନଙ୍କୁ ସକାଳେ ବନ୍ଧୁ ଦର୍ଶନ କରାଇବାର ପ୍ରସ୍ତାବ ଦେଲେ। ସମସ୍ତେ ନିଦ୍ରା କଲେ, କିନ୍ତୁ ବନ୍ଧୁ ମହାନ୍ତିଙ୍କ ଲୟ ପ୍ରଭୁ ପୟରରେ। ଆଜି ତ ପେଜରେ ପରିବାର ତୋଷ ହେଲେ, କାଲି କେବଳ ଅନ୍ନ ବସନ ମାଗିବେ ହଗ୍ରାହୀଙ୍କୁ। ଆଉ କ'ଣ ଲୋଡ଼ା ଯେ ସକଳ ଜୀବଙ୍କୁ ଅନ୍ନ ବସନ ଦିଅନ୍ତି, ସେ କ'ଣ ତାଙ୍କ ଦୁଃଖ ଶୁଣିବେନି? ମନେ ମନେ ଧ୍ୟାନ କଲେ ଭକ୍ତର ପ୍ରଭୁ ପାଦରେ ସମ୍ପୂର୍ଣ୍ଣ ସମର୍ପଣ। ସେତେବେଳେ ଭଗବାନ କ'ଣ ଅଚିନ୍ତା ରହିପାରିବେ? ଭାବର ଠାକୁର ସେ। ଭକ୍ତର ଡାକ ଯୋଜନା ଦୂରରୁ ଶୁଣନ୍ତି। ତେଣୁ ତାଙ୍କରି ଦ୍ୱାର ଦେଶରେ ପହଞ୍ଚି ଭକ୍ତ ତାଙ୍କର ଦୁଃଖ ଜଣାଉଛି, ନ ଶୁଣିବେ ବା କିପରି? ମୁଠେ ଅନ୍ନର ଆଶା ନେଇ ଆସିଥିବା ଭକ୍ତ କେବଳ ପେଜ ପିଇ ଶୋଇଯିବ କିପରି? ଭଗବାନ ଚିନ୍ତିତ ଅନମନା। ବଡ଼ ଠାକୁରଙ୍କର ସମସ୍ତ ରୀତିନୀତି ସାରି ସେବକମାନେ ମନ୍ଦିରରେ ଶୋଧିଲେ। ସମସ୍ତ ଦ୍ୱାର ବନ୍ଦ କରି ଚାବି ଦେଲେ। ଯାହାଙ୍କର ଇଙ୍ଗିତରେ କଂସର ବନ୍ଦୀଶାଳାର କବାଟ ଖୋଲିଗଲା, ତାଙ୍କର କବାଟ କ'ଣ ବନ୍ଦ ରହିପାରିବ? ସବୁ ଧୀରେ ଧୀରେ ଖୋଲିଗଲା। ତାପରେ ଚାଲିଲେ ଭାବଗ୍ରାହୀ। ଅଶେଷ ବ୍ରହ୍ମାଣ୍ଡ କରତା, ଲାଗିଲା ମନେ ଭୃତ୍ୟ ଚିନ୍ତା, ହୋଇଲା ମନ ଛନ୍ନ ଛନ, ଦେଉଳେ ବିଜେ ଭଗବାନ। ଭଣ୍ଡାର ଘର ରତ୍ନ ଥାଳି, ବେଗେ ଧଇଲେ ବନମାଳି, ତହିଁ ପୁରାଇ ଥାଳି ଅନ୍ନ, ନାନାଦି ପ୍ରକାର ବ୍ୟଞ୍ଜନ। ଭକ୍ତ ବତ୍ସଳ ଭାବଗ୍ରାହୀ ହସ୍ତରେ ସୁବର୍ଣ୍ଣ ଥାଳି, ସକଳ ପ୍ରକାର ଅନ୍ନ ବ୍ୟଞ୍ଜନ ଓ କ୍ଷୀରି ଖରିସା ଧରି ଦକ୍ଷିଣ ଦ୍ୱାର ପାଖରେ ବିପ୍ର ବେଶରେ ଉପନିହିତ ହେଲେ ଓ ଡାକିଲେ ବନ୍ଧୁ ମହାନ୍ତିଙ୍କୁ। ପ୍ରଥମେ ଗଭୀର ନିଦ୍ରାରେ ଥିବାରୁ ବନ୍ଧୁ ମହାନ୍ତି ଡାକ ଶୁଣିପାରିଲେନି। ତେଣୁ ଖୁବ୍ ଆଣ୍ଟରେ ପ୍ରଭୁ ନାରାୟଣ ଡାକ ଦେଲେ, ହେ ଯାଜପୁରିଆ ବନ୍ଧୁଗଣ। ପ୍ରଭୁଙ୍କର ଡାକ ଭକ୍ତ କାନରେ ପଡ଼ିଲା। ବନ୍ଧୁ ମହାନ୍ତି ଭାବ ବେଗରେ ପହଞ୍ଚିଲେ ଦକ୍ଷିଣ ଦ୍ୱାରରେ।
ମନରେ ଅନ୍ନ ଚିନ୍ତା, ତେଣୁ ଭାବଗ୍ରାହୀଙ୍କୁ ଚିହ୍ନି ପାରିଲେନି। ଜଣେ ବିପ୍ରଙ୍କୁ ହସ୍ତରୁ ଅନ୍ନ ପ୍ରସାଦ ଗ୍ରହଣ କରି ଫେରି ଆସିଲେ କୁଟୁମ୍ବ ପାଖକୁ। ଅନେକ ଦିନର ଭୋକିଲା ପ୍ରାଣୀଙ୍କ ଆଗରେ ସ୍ୱାଦିଷ୍ଟ ଅନ୍ନ ପ୍ରସାଦ, ତେଣୁ ସମସ୍ତେ ଭୋଜନରେ ରତ ହେଲେ। ଅନ୍ନ ସେ ଥୋଇ ମଧ୍ୟ ଗତେ, ବେଢ଼ିନ ବସିଲେ ସମସ୍ତେ। ପତ୍ନୀ ଦୁହିତା ସେ ନନ୍ଦନ, ସମସ୍ତେ କଲେ ଭୋଜନ। ଭୋଜନର ଅନ୍ତ ସ୍ୱର୍ଣ୍ଣ ଥାଳିକୁ ଧୋଇ ଲେଉଟାଇବାକୁ ଗଲେ ବନ୍ଧୁ ମହାନ୍ତି। କିନ୍ତୁ ଏ କ'ଣ, କବାଟ ବନ୍ଦ, ସମସ୍ତ ଶୂନ୍ୟ। ବିପ୍ରଙ୍କର ଦେଖା ନାହିଁ। ଯାହାର ଅନ୍ନର ଚିନ୍ତା ସେ ସୁବର୍ଣ୍ଣକୁ ଦେଖିବ କାହିଁକି? ତେଣୁ ବନ୍ଧୁ ମହାନ୍ତି ଅମୂଲ୍ୟ ସୁବର୍ଣ୍ଣ ଥାଳିକୁ ଛିଣ୍ଡା କନାରେ ଗୁଡ଼ାଇ ଦେଲେ। ଏହାପରେ ହିଁ ଘଟିଲା ଲୀଳା ପ୍ରଗଟର ପ୍ରକୃତ କାଣ୍ଡ। କାରଖାନା, ସବୁ ପ୍ରକାର ଘଟସୂତ୍ର, ଶ୍ରୀମନ୍ଦିରରେ ଚହଳ ପଡ଼ିଲା। ପ୍ରଭୁଙ୍କର ରତ୍ନ ଥାଳି ଚୋରି ହୋଇଯାଇଛି। ଏଣେ ଦିବ୍ୟ ଭୋଜନ ଖାଇ ଛିଣ୍ଡା କନାରେ ରତ୍ନ ଥାଳିକୁ ଗୁଡ଼ାଇ ନିଘୋଡ଼ ନିଦରେ ଶୋଇଛନ୍ତି ବନ୍ଧୁ ମହାନ୍ତି ସପରିବାରେ। କଅଁଳ ସୂର୍ଯ୍ୟ କିରଣରେ ରତ୍ନ ଥାଳି ଝଟକୁଛି। ତେଣୁ ରତ୍ନ ଥାଳି ଖୋଜିବା ସେବକ ମଣ୍ଡଳ ବନ୍ଧୁ ମହାନ୍ତିକୁ ଚୋରି ବୋଲି ଧରିନେଲେ। ଚିରାଚିତ ନୀତିରେ ଚୋରକୁ ଗାଳି ମାଡ଼ ଓ ଶେଷରେ ବାନ୍ଧିନେଲେ ବନ୍ଦୀଘର। ଏତେ ଦୁଃଖ, ଏତେ ଯାତନା, ମାନ ଅପମାନ ସବୁ ସହି ନିଜ ପରିବାରଠାରୁ ଅଲଗା ହୋଇ ବନ୍ଦୀ ଜୀବନ ବିତାଇଲେ ପରେ ବି ଚିତ୍ତ ଅଛି ପ୍ରଭୁଙ୍କ ପାଖରେ। ଶରଣ ଯାଇଛନ୍ତି କାଳିଆ ପାଖରେ। କାତରେ କରୁଛନ୍ତି ଅଚର ସର୍ବବ୍ୟାପୀ ପ୍ରଭୁ ଜଗନ୍ନାଥ। ଅପାର ଲୀଳା କ'ଣ ବନ୍ଧୁ ମହାନ୍ତିଙ୍କୁ ଅଗୋଚର କି? ସେ ଠିକ୍ ଜାଣିଛନ୍ତି ତାଙ୍କ ପରେ ପତିତ ଉଦ୍ଧାର କେବଳ ଏହା ପ୍ରଭୁଙ୍କର ହସ୍ତରେ ହେବ। ସେଥିପାଇଁ ସମ୍ପୂର୍ଣ୍ଣ ସମର୍ପଣ ଭାବି ନେଇ କହୁଛନ୍ତି, ହେ ମୋର ଶ୍ରୀକ୍ଷେତ୍ର ବନ୍ଧୁ, ହେ ମୋର ସନ୍ତାନ, ତୁମ ବିନା ମୋର ସାହାଉ କେହି ନାହିଁ। ଯେତେ ଦୁଃଖ ଦେଲେ ବି ମୁଁ ତୁମ ଶରଣ ଭିକ୍ଷା ହିଁ କରିବି। ତୁ ପରି ପତିତ ତାରଣ, ଅଛି କେ ବ୍ରହ୍ମାଣ୍ଡ ମଧ୍ୟେଣ। ଏବେ ତୁ ଯାହା କଲେ କର, ଅନ୍ୟ ଶରଣ ନାହିଁ ମୋର। ଲକ୍ଷେ ଯୋଜନଙ୍କ ଡାକିଲା, ପ୍ରଭୁ ଶୁଣିଲେ। ରାଜସଭାରେ ଦ୍ରୌପଦୀ ଡାକିଲା, ପ୍ରଭୁ ଶୁଣିଲେ। ଏମିତିକି ଘୋର ମନସ୍ଥ ମୃଗୁଣୀ ଡାକିଲା, ପ୍ରଭୁ ଶୁଣିଲେ। ଆଉ ଏଠି ତାଙ୍କରି କ୍ଷେତ୍ରରେ ବନ୍ଧୁ ଡାକୁଛି, ପ୍ରଭୁ ନ ଶୁଣିବେ କିପରି? ରତ୍ନ ସିଂହାସନ ତେଜି ଗରୁଡ଼ ବାହନରେ ଚଢ଼ି ପ୍ରଭୁ ପହଞ୍ଚିଲେ ଖୋର୍ଦ୍ଧାଗଡ଼ରେ। ରାଜା ପ୍ରତାପରୁଦ୍ର ଦେବ ନିଦ୍ରାଗତ, ସ୍ୱପ୍ନ ମାର୍ଗରେ ତାଙ୍କୁ ଆଦେଶ ଦେଲେ। ଏତିକିରେ ପ୍ରଭୁଙ୍କ ମନ ବୁଝିଲାନି। ନିଜ ଯାଜପୁରିଆ ବନ୍ଧୁଙ୍କର ସମସ୍ତ ଦୁଃଖ ମୋଚନ କରିବା ପାଇଁ ତାଙ୍କର ସମସ୍ତ ବ୍ୟବସ୍ଥା କରିବାକୁ ରାଜାଙ୍କୁ ଆଦେଶ ଦେଲେ। ସମାଧାନ ବି କରିଦେଲେ। ରାଜ୍ୟର ସୁଖ ପାଇଁ ଏ ସବୁ ନିତ୍ୟନ୍ତ ପ୍ରୟୋଜନ। ଏଣେ ନିଷ୍ଠୁର ଆଦେଶ ମହାରାଜ ପ୍ରତାପରୁଦ୍ର ଦେବ ତତ୍କ୍ଷଣାତ୍ ନୀଳାଚଳ ଗମନ କଲେ। ଯେ ପ୍ରକୃତ ରାଜା, ସିଏ ନିଜ ପ୍ରଜା ଓ ରାଜ୍ୟର ସୁଖ ଓ ଦୁଃଖ ଲାଗି ସବୁ କରିପାରେ, ତାର ପ୍ରମାଣ ଦେଲେ ଗଜପତି ପ୍ରତାପରୁଦ୍ର ଦେବ। କେବଳ କ୍ଷମା ଭିକ୍ଷା କଲେନି, ପ୍ରଭୁ ଆଦେଶ ମୁତାବକ ଦକ୍ଷିଣ ପାର୍ଶ୍ୱରେ ଗୃହ ଓ ବନ୍ଧୁଙ୍କର ଭୋଜନ ସମାଧାନ ପାଇଁ ଭୋଗ ଖଞ୍ଜିଲେ। ପ୍ରଭୁଙ୍କର ସେବା କରିବା ପାଇଁ ଅନୁମତି ପ୍ରଦାନ କଲେ। ବନ୍ଧୁ ମହାନ୍ତି ତାଙ୍କର ପ୍ରାଣର ପ୍ରଭୁଙ୍କ ଠାରୁ ଆଉ କ'ଣ ବା ଚାହୁଁଥିଲେ? ଭକ୍ତର ମହିମା ବିସ୍ତାରୀ ହେଲା। ବନ୍ଧୁ ମହାନ୍ତିଙ୍କ ମନସ୍କାମ ପୂର୍ଣ୍ଣ ହେଲା। ଦେବଙ୍କୁ ଦୁର୍ଲଭ ଜଗବନ୍ଧୁଙ୍କର ସେବା କରିବାର ଆଶା ମେଣ୍ଟିଗଲା। କୁଟୁମ୍ବ ଘେନି ସସଙ୍ଗତରେ ଶ୍ରୀଜଗ ବନ୍ଧୁଙ୍କ ସେବାରେ ପରମ ଆନନ୍ଦେ ରହିଲେ। ମନକୁ ଚୈତନ୍ୟ କହିଲେ, ଶୁଣସୁ ଜନେ ପ୍ରଭୁ ପଣ, ଭକ୍ତବତ୍ସଳ ଭଗବାନ। କରନ୍ତି ଏତେ ଦୂର ଯାଏ, ସେବା ବି ଚାଷ କରିଥାଏ। ଭାବକୁ ନିକଟେ ଗୋସାଇଁ, ଅଭାବ ଜନେ ଭେଟ ନାହିଁ। ଏ ଭକ୍ତର ସରଳ ବିଶ୍ୱାସ ଓ ଅଟଳ ଭାବ ଭକ୍ତି ହିଁ ତାଙ୍କୁ ପ୍ରଭୁଙ୍କ ନିକଟତର କରିଛି। କୃଷ୍ଣଙ୍କର ବନ୍ଧୁ ସୁଦାମାଙ୍କ ପରି ଜଗନ୍ନାଥଙ୍କ ବନ୍ଧୁ ଯାଜପୁରିଆ ବନ୍ଧୁ ମହାନ୍ତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।